ଦେଖନ୍ତୁ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ଆମେ ଯଦି କହିବା ସ୍ୱାଧୀନତାର 75 ବର୍ଷ ପରେ ବି ଯେତେବେଳେ ଭାରତବର୍ଷ ଦେଖାଗଲା ଯେ ଆଦିମ ଜନଜାତି ବିଭିନ୍ନ ମାନେ ବଣ ଜଙ୍ଗଲରେ ବି ରହୁଛନ୍ତି ଏବଂ ଗାଁ ଗହଳି ବି ରହୁଛନ୍ତି। ତ ଆଜି ବି ଯଦି ଆମେ କହିବା ସେମାନେ ହୁଏତ ଏୱାର ବି ବହୁତ ହେଇନାହାନ୍ତି। ତାଙ୍କର ଅନେକ କ୍ଷେତ୍ରରେ ସେମାନେ ପଛୁଆ ଅଛନ୍ତି। ଏମିତିକି ତାଙ୍କ ଗାଁରେ ରୋଡ କମ୍ୟୁନିକେସନ ପହଞ୍ଚି ପାରିନି, ହେଲ୍ଥ ସେକ୍ଟରର ସେମିତି ତାଙ୍କର ସ୍ୱାସ୍ଥ୍ୟ ସେବା ଆରମ୍ଭ କରିକିରି ସେଇଥିପାଇଁ ପ୍ରଧାନମନ୍ତ୍ରୀ ଗୋଟେ ସ୍ପେଶାଲି ଆଦିମ ଜନଜାତି ମାନଙ୍କର ସର୍ବାଙ୍ଗୀନ କେମିତି ବିକାଶ ହେବ, ଆପଣ ଶିକ୍ଷା କ୍ଷେତ୍ରରେ ହଉ, ଦକ୍ଷତା କ୍ଷେତ୍ରରେ ହଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ, ତାଙ୍କର ପାଖରେ ସ୍ୱଚ୍ଛ ପିଇବା ପାଣି ହଉ, ଘର ହଉ, ବିଜୁଳି ହଉ, ଏମିତି ନଅଟା ବିଭାଗ ସ୍ୱତନ୍ତ୍ର ଭାବରେ ତାକୁ ଧ୍ୟାନ ଦେଇକିରି କେମିତି ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେଇଥିପାଇଁ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଏବଂ କିଛି ଦିନ ତଳେ ଟ୍ରାଇବାଲ ଆଫେୟାର୍ସ ମିନିଷ୍ଟ୍ରି ନର୍ଡ ଯୋଉ ବିଭାଗ ଯୋଉ କାମ କରିବେ ତାଙ୍କୁ ନେଇକିରି ଗୋଟେ ୱାର୍କସପ୍ ମଧ୍ୟ ହେଇଥିଲା ଏବଂ ତାଙ୍କର ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି ହେଇଛି କେମିତି ସେମାନେ ଯାଇକି ସେ କାମ ସବୁ କରିବେ। ଆଉ ସେ ଯୋଉ କ୍ରାଇଟେରିଆ କଥା ଆପଣ କହିଲେ, ମୁଁ କହି ରଖେ, ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ଆଗରୁ ମଧ୍ୟ କହିଛନ୍ତି ଯେ ଯୋଉମାନଙ୍କର ଜମି ଜାଗା ବି ନାହିଁ ତାଙ୍କୁ ସରକାର ଜାଗା ଦେଇକିରି ବା ଯୋଉଠି ବସବାସ କରୁଥିବେ ସେଇଠି ବି ସେମାନେ ପ୍ରଧାନମନ୍ତ୍ରୀ ଆବାସ କରିପାରିବେ, ସେଥିରେ କିଛି ଅସୁବିଧା ନାହିଁ। ତେଣୁ ଅନେକ ଯୋଉ କଟକଣା ଥିଲା ସେ କଟକଣାକୁ ଦୂର କରି କେମିତି ସରଳ ଉପାୟରେ ତାଙ୍କୁ ଘର ବି ଦିଆଯାଇପାରିବ, ବିଜୁଳି ବି ଦିଆଯାଇପାରିବ, ପାଣି ବି ଦିଆଯିବ, ତାଙ୍କର ଶିକ୍ଷା କେମିତି ସେ ପାଇବେ ସେ କଥା ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଏବଂ ଯୋଉ କଥା ମୁଁ କହିଲି କିଛି ଦିନ ତଳେ ଯୋଉ ୱାର୍କସପ୍ ହେଇଥିଲା ସେଇ ଦିନଠୁ ହିଁ ଗୋଟେ ସାରା ଭାରତ ବର୍ଷରୁ ଯୋଉ ଯୋଉ ଜାଗାରେ ଆଦିମ ଜନଜାତି ମାନେ ଅଛନ୍ତି ସେଇ ରାଜ୍ୟରୁ ସେଇ ଯୋଉ 9ଟା ବିଭାଗର ଅଧିକାରୀ ମାନେ ଆସିକରି ସେ ୱାର୍କସପ୍ ରେ ଜଏନ୍ କରିଥିଲେ ବା ଯୋଗଦାନ କରିଥିଲେ ଏବଂ ସେଇଦିନ ହିଁ ତାଙ୍କର ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି ହେଇଥିଲା ଏବଂ କାମ ଆରମ୍ଭ ହେଇଛି। ଟାର୍ଗେଟ କରିବାରେ ଆମର ମନା ନାହିଁ, ସମସ୍ତେ ସମସ୍ତଙ୍କୁ କରିପାରିବେ, ଏତେ କିଛି ଅସୁବିଧା ନାହିଁ। ଇଏ ଫ୍ରି ମାନେ ପଡିଛି, ଆଉ ରାଜନୀତି କ୍ଷେତ୍ରରେ ସମସ୍ତେ ସମସ୍ତଙ୍କୁ କହିପାରିବେ, ପଚାରି ପାରିବେ, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ମୁଁ ଯୋଉ କଥା ପୁଣି ଆଉ ଥରେ କହୁଛି, କରୁଛନ୍ତି କି ଆଉ କଣ କରୁଛନ୍ତି ସେଇଟା ସିଏ ନିଜେ କହିପାରିବେ, କାରଣ ମୁଁ ତ କହିପାରିବିନି ସେ କଥା। ସେ ଡରରେ କହିଲେ କି ରାଗରେ କହିଲେ କି ଆଉ କୋଉଥିରେ କହିଲେ ସେଟା କହିହେବନି।